ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସଭା ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ଗତ 3 ମାସ ଧରି ଈଶ୍ୱରଙ୍କ ପ୍ରେମ ଏବଂ ନ୍ୟାୟ ବିଷୟରେ ଆମେ ଆଲୋଚନା କରି ଆସୁଅଛୁ। ଆଉ ଆମ୍ଭେମାନେ ଜାଣିପାରିଲୁ ଈଶ୍ୱରଙ୍କ ପ୍ରେମ ଏବଂ ତାହାଙ୍କ ନ୍ୟାୟ ବିଷୟରେ ଜାଣିଲୁ। ଆମେ ଅଧିକ ଜାଣିବା ପୂର୍ବେ ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଉତ୍ସର୍ଗ କରୁଅଛୁ ଯେହେତୁ ଆମମାନଙ୍କୁ ଗତ 3 ମାସ ସେହି ପ୍ରେମ ସେହି ନ୍ୟାୟ ବିଷୟରେ ଆମମାନଙ୍କୁ ଶିକ୍ଷା ଦେଲ। ତୁମେ ଆମମାନଙ୍କୁ କେତେ ପ୍ରେମ କଲ ଆଉ ଆମମାନଙ୍କ ନ୍ୟାୟ ବିଷୟରେ ଆମମାନଙ୍କୁ ବୁଝାଇଲ। ପ୍ରଭୁ, ଯେପରିକି ଏହି ସପ୍ତାହର ପାଠ ଆମେ ବୁଝିପାରିବୁ, ଯେପରିକି ତୁମ ସେହି ପ୍ରେମ ଏବଂ ନିୟମ ବା ବ୍ୟବସ୍ଥା ବିଷୟରେ ଯେପରି ଆମେ ଅଧିକ ରୂପେ ଜାଣିପାରିବୁ, ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଯେପରି ମୁଁ କହିଲି, ଆମେ ଏହି 3 ମାସରେ ଶିକ୍ଷା କଲୁ ଈଶ୍ୱରଙ୍କ ନ୍ୟାୟ ଏବଂ ତାଙ୍କ ପ୍ରେମ ବିଷୟରେ। ଆଉ ଆଜି ଆମେ ଏଇ ସପ୍ତାହର ବା ଏଇ 3 ମାସର ଶେଷ ଭାଗ ଆଡ଼କୁ ଆସୁଅଛୁ। ଆଉ ତାହା ହେଉଛି ଲଭ୍ ଦ ଫୁଲଫିଲମେଣ୍ଟ ଅଫ ଦ ଲ। ପ୍ରେମ ବ୍ୟବସ୍ଥାକୁ ପୂର୍ଣ୍ଣତା ଦେଉଅଛି ବା ପ୍ରେମ ହେଉଛି ନିୟମର ପୂର୍ଣ୍ଣତା। ତାହେଲେ ଚାଲନ୍ତୁ ଆମେ ଅଧିକ ଭାବରେ ଏହି ପ୍ରେମ ଏବଂ ନିୟମର ପୂର୍ଣ୍ଣତା ବିଷୟରେ ଜାଣିବା। ତାହା ପୂର୍ବରେ ଚାଲନ୍ତୁ ଆମ ଏହି ସପ୍ତାହର ସ୍ୱର୍ଣ୍ଣ ପଦ ଦେଖିବା। ଏହି ସପ୍ତାହର ସ୍ୱର୍ଣ୍ଣ ପଦ ନିଆଯାଇଅଛି ରୋମିଓ 13:8। ପରସ୍ପରକୁ ପ୍ରେମ କରିବା ବିନା ଆଉ କାହାରିଠାରେ ଋଣୀ ହୁଅ ନାହିଁ, କାରଣ ଯେ ପରକୁ ପ୍ରେମ କରେ ସେ ବ୍ୟବସ୍ଥା ପାଳନ କରିଅଛି। ବନ୍ଧୁ, ଆମେ ସମସ୍ତେ ଏହି ପୃଥିବୀରେ ବାସ କରୁଅଛୁ। ଆମେ ସମସ୍ତେ ପରସ୍ପର ପ୍ରେମ କରିବାକୁ ଚାହୁଁଅଛୁ। ବାଇବଲ ସ୍ପଷ୍ଟ ରୂପେ ଆମମାନଙ୍କୁ କହୁଅଛି କି ଆମେ ପରସ୍ପରକୁ ପ୍ରେମ କରିବା। ଯେବେ ଆମେ ପରସ୍ପରକୁ ପ୍ରେମ କରୁଛେ, ଏହାର ମାନେ ବ୍ୟବସ୍ଥାକୁ ଆମେ ପାଳନ କରୁଅଛୁ ବା ନିୟମକୁ ପାଳନ କରୁଅଛୁ। ଯେପରିକି ରୋମିଓ 13:8 କୁହେ, ପରସ୍ପରକୁ ପ୍ରେମ କରିବା ବିନା ଆଉ କାହାରିଠାରେ ଋଣୀ ହୁଅ ନାହିଁ, କାରଣ ଯେ ପରକୁ ପ୍ରେମ କରେ ସେ ବ୍ୟବସ୍ଥା ପାଳନ କରେ। ବନ୍ଧୁ, ଏହା ହେଉଛି ଆମର ସ୍ୱର୍ଣ୍ଣ ପଦ। ଏଇ ସ୍ୱର୍ଣ୍ଣ ପଦ
ଆମମାନଙ୍କୁ ଦେଖାଉଅଛି କି ଆମେ ପରସ୍ପରକୁ ପ୍ରେମ କରିବା। ଯେପରିକି ଗତ ସପ୍ତାହରେ ଆମେ ଦେଖିଥିଲୁ ଯୀଶୁ ଖ୍ରୀଷ୍ଟ କିପରି ବ୍ୟବସ୍ଥାକୁ ଦୁଇ ଭାଗରେ ପରିଣତ କରିଥିଲେ। ଆଉ ଏକ ହଉଛି 1 ରୁ 4, ଆଉ 2 ହଉଛି 5 ଠୁ 10 ପର୍ଯ୍ୟନ୍ତ। ମାନେ 6 ଆଜ୍ଞା ଆମ ମାନବ ଜାତିକୁ ପ୍ରେମ କରିବା, ଆଉ 4 ଆଜ୍ଞା ପରମେଶ୍ୱରଙ୍କୁ ପ୍ରେମ କରିବା। ଆଉ ଏହି ସପ୍ତାହର ପ୍ରଥମ ପାଠ ହଉଛି ପ୍ରେମର ନିୟମ। ବନ୍ଧୁ, ଯାତ୍ରା ପୁସ୍ତକ 20ରେ ଆମେ ପାଉଅଛୁ ଈଶ୍ୱରଙ୍କର 10 ଆଜ୍ଞା। ଆଉ ଏହି 10 ଆଜ୍ଞା ଉପରେ ଗତ ସପ୍ତାହରେ ଯେପରିକି ଆମେ ଦେଖିଥିଲୁ ଯୀଶୁଖ୍ରୀଷ୍ଟ ସ୍ପଷ୍ଟ ରୂପେ ବୁଝେଇଲେ କି ଆପଣା ପରମେଶ୍ୱରଙ୍କୁ ଆପଣା ମନ, ଧ୍ୟାନ, ଆତ୍ମା, ଶରୀର ସମ୍ପୂର୍ଣ୍ଣ ରୂପେ ସେଇ ଆଜ୍ଞା ପାଳନ କରିବା ଉଚିତ। ଆଉ ଦ୍ୱିତୀୟ ଆଜ୍ଞା ହଉଛି କି ଆପଣା ପ୍ରତିବାସୀ ମାନଙ୍କୁ ଆପଣା ଯେମିତିକି ଆପଣାକୁ ପ୍ରେମ କରନ୍ତି ସେହିପରି ପ୍ରେମ କରିବା ଉଚିତ ବୋଲି ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ କହିଲେ। ଆଉ ସେହିପରି ଆମେ ପୁରାତନ ନିୟମରେ ମଧ୍ୟ ପାଉଅଛୁ। ଯେପରିକି ଯାତ୍ରା 6, 7, 8ରେ ଆମେ ଏହିପରି ପାଉଛୁ, ଆମେ ତୁମମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମମାନଙ୍କର ପରମେଶ୍ୱର ହେବା। ତହିଁରେ ମିଶ୍ରୀୟମାନଙ୍କ ଭାର ବହନରୁ ତୁମମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମମାନଙ୍କ ପରମେଶ୍ୱର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ। ଆମ୍ଭେ ଅବ୍ରାହାମ ଓ ଇସାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମନ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମମାନଙ୍କୁ ଘେନିଯିବା। ପୁଣି ଆମ୍ଭେ ଅଧିକାରୀର୍ଥେ ତାହା ତୁମମାନଙ୍କୁ ଦେବା। ଆମ୍ଭେ ସଦାପ୍ରଭୁ ଏହିପରି ଇସ୍ରାଏଲ ପ୍ରଜାମାନଙ୍କୁ ପରମେଶ୍ୱର କହିଥିଲେ। ଯଦି ଆମେ ଲେବୀୟ ତାର 26:12 ଦେଖିବା, ସେଠି ମଧ୍ୟ କହୁଛନ୍ତି କି ପୁଣି ଆମ୍ଭେ ତୁମମାନଙ୍କ ମଧ୍ୟରେ ଗମନାଗମନ କରିବା ଓ ତୁମମାନଙ୍କ ପରମେଶ୍ୱର ହେବା ଓ ତୁମ୍ଭେମାନେ ଆମ୍ଭର ଲୋକ ହେବା। ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ନିୟମ ଯାହା ଆମେ 10 ଆଜ୍ଞା କରୁଛୁ, ଯାହାକି ଯାତ୍ରା ପୁସ୍ତକ 20ରେ ଘୋଷିତ ହୋଇଥିବା 10 ଆଜ୍ଞା ପଥରରେ ଲେଖାଗଲା, ଯାହାକି ଚୁକ୍ତି ସମ୍ପର୍କ ପରିପ୍ରେକ୍ଷରେ ସେମାନଙ୍କୁ ଇସ୍ରାଏଲକୁ ଦିଆଯାଇଥିଲା। ପ୍ରଭୁ ଲୋକମାନଙ୍କୁ ମିଶର ରୁ ଉଦ୍ଧାର କରି ସାରିବା ପରେ ଏହି ଆଜ୍ଞା ଗୁଡ଼ିକ ଲେଖାଯାଇଥିଲା, ଯାହା ଆମେ 10 ଆଜ୍ଞା କହୁଅଛୁ। ଏବଂ ଏହି ଆଦେଶ ଗୁଡ଼ିକ ପରମେଶ୍ୱରଙ୍କ ପ୍ରେମ ଏବଂ ଜାତି ପ୍ରତି ତାଙ୍କର ପ୍ରତିଜ୍ଞା ଉପରେ ଆଧାରିତ ଥିଲା। ଯଦି ଆମେ ଯାତ୍ରା ପୁସ୍ତକ 20:1-17 ପଢିବା, ସେଠି ଆମେ ଏହି 10 ଆଜ୍ଞା ପାଉଅଛୁ। ପ୍ରଥମରେ ଯେପରି ମୁଁ କହିଥିଲି, 4ଟି ଆଜ୍ଞା ଲୋକଙ୍କ ସହିତ ପରମେଶ୍ୱରଙ୍କୁ ସମ୍ପର୍କ କରେ। ନିଜ ମଧ୍ୟରେ ଲୋକଙ୍କ ସମ୍ପର୍କ ସହିତ ଶେଷ 6ଟି ଆଜ୍ଞା ସମ୍ପର୍କ କରେ। ବନ୍ଧୁ, ପରମେଶ୍ୱର ଏବଂ ଅନ୍ୟ ଲୋକଙ୍କ ସହିତ ଆମର ସମ୍ପର୍କ ପରମେଶ୍ୱରଙ୍କ ନିୟମର ନୀତି ଦ୍ୱାରା ନିୟନ୍ତ୍ରିତ ହେବା ଜରୁରୀ।
ଯେପରିକି ଆଇନ ଏହି ଦୁଇଟି ବା ଆଜ୍ଞା ଏହି ଦୁଇଟି ଅଂଶ ସିଧାସଳଖ ଭାବରେ ଅନୁରୂପ ଅଟେ, ଯାହା ଯୀଶୁ ଦୁଇଟି ମହତ୍ଵ ଆଦେଶ ଭାବରେ ଚିହ୍ନିତ କରିଥିଲେ। ଯେପରିକି ଆମେ ମାଥିଓ ତାର 22:37 ଆଉ ଦ୍ୱିତୀୟ ବିବରଣ 6 ପର୍ବରେ ପାଉଛୁ କି ତୁମେ ତୁମର ହୃଦୟ ସହିତ ପ୍ରଭୁ ତୁମର ପରମେଶ୍ୱରକୁ ପ୍ରେମ କର। ତାପରେ ଆମେ ପାଉଛୁ କି ଆପଣା ପ୍ରତିବାସୀକୁ ଆତ୍ମା ତୁଲ୍ୟ ପ୍ରେମ କର, ଯାହା ଆମେ ମାଥିଉ 22:39 ପାଉଛୁ। ସେହିପରି ଯଦି ଆମେ ଲେବୀୟ 19:18 ଯଦି ତୁଳନା କରିବା, ସେଠି ବି ଏହିପରି ଲେଖା ଯାଇଅଛି। ବନ୍ଧୁ, ପ୍ରଥମ ଚାରୋଟି ଆଜ୍ଞା ହେଉଛି ଆମେ ଯେଉଁ ଉପାୟରେ ଆମର ସମସ୍ତ ସୃଷ୍ଟି ବା ଆମ ସମସ୍ତ ଶକ୍ତି ସହିତ ପରମେଶ୍ୱରଙ୍କୁ ପ୍ରେମ କରୁ, ଏବଂ ଶେଷ 6ଟି ହେଉଛି ଆମର ଉପାୟ ପରସ୍ପର ତୁଲ୍ୟ ଭଲ ପାଇବା, ଯେ କି ଯେମିତିକି ଆମେ ନିଜକୁ ଭଲ ପାଉ। ଏହା ସ୍ପଷ୍ଟ କରିଛନ୍ତି ଯେ କି ଏଗୁଡ଼ିକ ଦୁଇଟି ମହାନ ପ୍ରେମ ଆଦେଶ ଅଟେ। ବନ୍ଧୁ, ଏଥି କାରଣରୁ ପ୍ରେମର ନିୟମ ଆମେ ଦେଖୁଅଛୁ। ପ୍ରେମ ହେଉଛି ନିୟମର ପୂର୍ଣ୍ଣତା। ଏହି ଯୋଉ ପ୍ରେମ ସେଇ ଯୋଉ ବ୍ୟବସ୍ଥାକୁ ପୂର୍ଣ୍ଣତା କରୁଅଛି। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା, ଯାହା ସୋମବାର ପାଠ। ବ୍ୟବସ୍ଥା ପବିତ୍ର ଓ ଧାର୍ମିକ ଏବଂ ଉତ୍ତମ ଅଟେ। ବନ୍ଧୁ, ଆମେ ସଦାବେଳେ ମନରେ ରଖିବାର ଉଚିତ ଯେ ବ୍ୟବସ୍ଥା 1 ପବିତ୍ର, 2 ଧାର୍ମିକ, 3 ଉତ୍ତମ। 1 ପବିତ୍ର, 2 ଧାର୍ମିକ ଏବଂ 3 ଉତ୍ତମ ଅଟେ। କାହିଁକି? ଯେହେତୁ ଏହି ବ୍ୟବସ୍ଥା ଦ୍ୱାରା ହିଁ ଆମେ ଈଶ୍ୱରଙ୍କୁ ଜାଣିପାରୁଛୁ, ଈଶ୍ୱରଙ୍କ ପ୍ରେମକୁ ବୁଝିପାରୁଛୁ, ଈଶ୍ୱରଙ୍କ ନ୍ୟାୟ ବିଷୟରେ ଆମେ ଜାଣିପାରୁଛୁ। ଯେପରିକି ରୋମିଓ 3:25-26 ଲେଖାଯାଇଛି, ଏହିପରି ସେ ବିଶ୍ୱାସ କରୁଥିବା ଲୋକମାନଙ୍କ ଯଥାର୍ଥ ହୋଇପାରନ୍ତି, ଯେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି। ସେମାନେ ଯେପରି ଯଥାର୍ଥ ହୋଇପାରନ୍ତି, ତାହା ହେଉଛି ବ୍ୟବସ୍ଥା। ପ୍ରେମ କି ଅଭିବ୍ୟକ୍ତି ସେହି ଅନୁଯାୟୀ ମୁକ୍ତି ପ୍ରକ୍ରିୟା ଦ୍ୱାରା ଆଇନ ବା ଆଜ୍ଞା ଅବଧ ନୁହେଁ, ବରଂ ଏହା ଆହୁରି ନିଶ୍ଚିତ ହୋଇଛି, ଯାହା ଆମେ ରୋମିଓ ତାର 6 ଆଉ 1-3 ଯଦି ପଢିବା, ରୋମିଓ 7:7-12 ପଢିବା, ସେଠି ଆମେ ଏକ ସୁନ୍ଦର ଭାବରେ ପାଉଅଛୁ। ବନ୍ଧୁ, କେତେକ ବିଶ୍ୱାସ କରନ୍ତି ଯେ ଅନୁଗ୍ରହ ଏବଂ ମୁକ୍ତି ନିୟମକୁ ବାତିଲ କରେ, ମାନେ ଅନୁଗ୍ରହ ଯାହା ଆମେ କହୁଛେ, ଯେବେ ଆମେ ଅନୁଗ୍ରହ ପରମେଶ୍ୱରଙ୍କଠୁ ପ୍ରାପ୍ତ କରୁଛୁ, ଏହା ମାନେ ଯେ କି ଆମେ ବ୍ୟବସ୍ଥା ପାଳନ କରିବା ନାହିଁ। ମାତ୍ର ମନେ ରଖନ୍ତୁ, ପାଉଲ ସ୍ପଷ୍ଟ କରନ୍ତି ଯେ ଆମେ ପାପରେ ଆଗକୁ ବଢିବା ନାହିଁ, ଯାହା ଦ୍ୱାରା ଅନୁଗ୍ରହ ବୃଦ୍ଧି ପାଇବ। ଯଦି ଆମେ ପାପରେ ବଢି ଚାଲୁଛୁ, ତାହେଲେ ଅନୁଗ୍ରହ କେବେ ହେଲେ ବୃଦ୍ଧି ହେବ ନାହିଁ। ମାନେ କଣ? ଯେବେ ଆମେ ପାପରୁ ଦୂରରୁ ରହିବା, ଈଶ୍ୱରଙ୍କ ବ୍ୟବସ୍ଥା ମାନିବା, ଈଶ୍ୱରଙ୍କୁ ପ୍ରେମ କରିବା, ତା ମାନେ ଅନୁଗ୍ରହ ଯାହା ଆମେ କହୁଅଛୁ, ସେଇ ଅନୁଗ୍ରହ ଆମ ଜୀବନରେ ବୃଦ୍ଧି ପାଇବ, ଆଉ ସେଇ ଅନୁଗ୍ରହ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା।
ବନ୍ଧୁ, ଯେପରିକି ରୋମିଓ 7:12 କୁହେ, ଅତଏବ ବ୍ୟବସ୍ଥା ପବିତ୍ର, ପୁଣି ଆଜ୍ଞା ପବିତ୍ର, ନ୍ୟାୟ ସଙ୍ଗତ ଓ ଉତ୍ତମ। ଯେପରି ମୁଁ ଆଗରେ କହିଲି, ବ୍ୟବସ୍ଥା କଣ? ପବିତ୍ର, ଆଉ ନ୍ୟାୟ ସଙ୍ଗତ ଏବଂ ଉତ୍ତମ, ଏହିପରି ସାଧୁ ପାଉଲ କହନ୍ତି। ଏଥି କାରଣରୁ ଏ ଯୋଉ ନ୍ୟାୟ ପ୍ରକାଶ କରେ, ଯେପରିକି ଅନ୍ୟ କିଛି କରେ ନାହିଁ। ଆମର ପରିତ୍ରାଣରେ ମୁକ୍ତିର ମହାନ ଆବଶ୍ୟକ। ପରିତ୍ରାଣ ଏବଂ ମୁକ୍ତି କେବଳ ଖ୍ରୀଷ୍ଟଙ୍କ ମାଧ୍ୟମ ଦ୍ୱାରା ହିଁ ଆସେ। ତଦନୁସାରେ ଆମେ ବିଶ୍ୱାସ ଦ୍ୱାରା ଆଜ୍ଞା ଶୂନ୍ୟ କରୁନାହୁଁ, କିନ୍ତୁ ବିପରୀତରେ ଆମେମାନେ ବ୍ୟବସ୍ଥା ପ୍ରତିଷ୍ଠା କରୁ। ଏହିପରି ଆମେ ସାଧୁ ପାଲଙ୍କ ଦ୍ୱାରା କୁହାଯାଇଛି, ଆଉ ସେହିପରି ସାଧୁ ପାଲ ରୋମିଓ 3:31 କହନ୍ତି। ବନ୍ଧୁ, ଖ୍ରୀଷ୍ଟ ନିୟମକୁ ନଷ୍ଟ କରିବାକୁ ନୁହେଁ, ବରଂ ଯାହା ସବୁ ପୂରଣ କରିବାକୁ ଆସିଥିଲେ ବୋଲି ସେ ଆପଣା ଶିଷ୍ୟମାନଙ୍କୁ କହିଲେ। ସେ ଏହିପରି କହିଲେ ଯେ, କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ ପର୍ଯ୍ୟନ୍ତ ଆକାଶ ମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ଘଟିବା ଯାଏ ବ୍ୟବସ୍ଥାର ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ବନ୍ଧୁ, ଅଧିକାଂଶ ଖ୍ରୀଷ୍ଟିଆନ ମାନେ ଭାବନ୍ତି କି ବ୍ୟବସ୍ଥା କୃଷରେ ଟଙ୍ଗା ଗଲା, ଆଉ ସେ ବ୍ୟବସ୍ଥା ମାନିବାର ମାନେ କିଛି ନାହିଁ। ମାତ୍ର ଏଠି ଯୀଶୁ ପ୍ରଭୁ ସ୍ପଷ୍ଟ କରି କହୁଛନ୍ତି କି, ଆପଣମାନେ କେବେ ହେଲେ ଭାବନ୍ତୁ ନାହିଁ ଯେ ମୁଁ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଆସିଅଛି। ସେ ଏଠି ବ୍ୟବସ୍ଥାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଅନ୍ତି। ସେ କହନ୍ତି, ଯେ ପର୍ଯ୍ୟନ୍ତ ଆକାଶ ମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। ଏହିପରି ଯୀଶୁ ଖ୍ରୀଷ୍ଟ କହିଲେ। ବନ୍ଧୁ, ପରମେଶ୍ୱରଙ୍କ ନିୟମ ନିଜେ ପରମେଶ୍ୱର ପବିତ୍ରତାକୁ ପ୍ରତିଫଳିତ କରେ, ଯାହା ଆମେ ପାଉଛୁ ଲେବୀୟ 19:2, ଗୀତ ସଂହିତା 19:7-8, ଆଉ ଗୀତ ସଂହିତା 119, 142, 172ରେ ସେ କହନ୍ତି, ପ୍ରେମ, ଧାର୍ମିକତା, ଉତ୍ତମତା ଓ ସତ୍ୟର ସିଦ୍ଧର ଚରିତ୍ର ହଉଛି ଈଶ୍ୱରଙ୍କର ବ୍ୟବସ୍ଥା। ଏହି ପ୍ରତିପକ୍ଷରେ ଏହା ମହତ୍ୱପୂର୍ଣ୍ଣ ଯେ, ଯାହା ଯାତ୍ରା 31:18 ଅନୁଆଇ ପରମେଶ୍ୱର ନିଜେ ସେଇ ଯୋଉ 10 ଆଜ୍ଞା ପଥର ଉପରେ ସେ ଲେଖିଥିଲେ, ଆଉ ସେଇ ପଥରକୁ ଇସ୍ରାଏଲ ପ୍ରଜାମାନଙ୍କୁ ଦେଇଥିଲେ, ଯେପରିକି ସେମାନେ ସେହି ଆଜ୍ଞା ଅନୁସାରେ ଚାଲିପାରିବେ। ଚାଲନ୍ତୁ ଆମେ ଆଗକୁ ବଢିବା। ମଙ୍ଗଳବାର ଦିନ ଆଜ୍ଞା ଏବଂ ଅନୁଗ୍ରହ ବା ଆଇନ ଏବଂ ଅନୁଗ୍ରହ। ବନ୍ଧୁ, ମନେ ରଖନ୍ତୁ, ଆଜ୍ଞା ଏବଂ ଅନୁଗ୍ରହ ଏହା ପରମେଶ୍ୱରଙ୍କ ଠାରୁ ଆସେ। ଆଇନ ପରମେଶ୍ୱରଙ୍କ ଠାରୁ ଆସେ, ଆଉ ଯେବେ ସେଇ ଯୋଉ ବ୍ୟବସ୍ଥା ଆମେ ପାଳନ କରୁ, ସେଇ ଯୋଉ ଅନୁଗ୍ରହ ଆମେ କହୁଛୁ, ତାହା ଆପେ ପରମେଶ୍ୱରଙ୍କ ଠାରୁ ଆସେ। ଯେପରି ଆମେ ଦେଖୁଛୁ, ଆଇନ ଏବଂ ଅନୁଗ୍ରହ ପରସ୍ପରକୁ ବିରୋଧ କରନ୍ତି ନାହିଁ। ଏହା ମନରେ ରଖନ୍ତୁ କି ଆଇନ ବା ବ୍ୟବସ୍ଥା ଏବଂ ଅନୁଗ୍ରହ ପରସ୍ପରକୁ କେବେ ହେଲେ ବିରୋଧ କରନ୍ତି ନାହିଁ। ଏହା ପରିବର୍ତ୍ତେ ଏ ଯୋଉ ସେମାନେ ପରମେଶ୍ୱରଙ୍କୁ ପ୍ରେମ ଏବଂ ତାଙ୍କ ନ୍ୟାୟ ଅନୁଯାୟୀ ବିଭିନ୍ନ କାର୍ଯ୍ୟ କରନ୍ତି। କଣ? ସେ ବ୍ୟବସ୍ଥା ଏବଂ ଅନୁଗ୍ରହ। ନିୟମ ଏବଂ ଅନୁଗ୍ରହ ମଧ୍ୟରେ ଏକ ତୀବ୍ର ପାର୍ଥକ୍ୟ
ପ୍ରାଚୀନ ଇସ୍ରାଏଲ ମାନଙ୍କୁ ବିସ୍ମୃତ କରିଥାନ୍ତା, ଯୋଉମାନେ ପରମେଶ୍ୱରଙ୍କ ନିୟମକୁ ନିଜେ ପରମେଶ୍ୱରଙ୍କ ଅନୁଗ୍ରହ ଏକ ମହାନ ପ୍ରଦର୍ଶନ ଭାବରେ ଦେଖିଥିଲେ। ଯେତେବେଳେ ଆଖପାଖ ରାଷ୍ଟ୍ର ଗୁଡ଼ିକରେ ଦେବତା ଚତୁର ଏବଂ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲେ, ଦେବତା କଣ ଚାହୁଁଛନ୍ତି ତାହା ଜାଣିବା ପାଇଁ ଲୋକଙ୍କ ଲୋକଙ୍କୁ ଛାଡ଼ିଦେଲେ ଏବଂ ଯାହା ସେମାନଙ୍କୁ ସନ୍ତୁଷ୍ଟ କରିବ ବାଇବଲ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ଯାହା ସନ୍ତୁଷ୍ଟ କରନ୍ତି ସେ ବିଷୟରେ ଅତି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଅଛନ୍ତି। ବନ୍ଧୁ, ଯଦି ଆମେ ଦେଖିବା ଜିରିମିୟ 31 ଟୁ 34, ଯଦି ଜହନ 3:1 ଟୁ 21, ସେହିପରି ଏବ୍ରି 8:10, ଏଇ ଯୋଉ ପଦ ଗୁଡାକୁ ଆମମାନଙ୍କୁ କୁହେ ଯେ ଦଶ ଆଜ୍ଞା ପରମେଶ୍ୱରଙ୍କ ନିଜେ ଲେଖିଥିଲେ ବୋଲି। ଆଉ ସେଇ ଦଶ ଆଜ୍ଞା କୋଉଠି ଲେଖିଥିଲେ? ଏକ ପଥର, ଦୁଇଟା ପଥରରେ ସେ ଲେଖିଥିଲେ। ଏହା ଥିଲା ଈଶ୍ୱରଙ୍କର ଆଦର୍ଶ ଆଉ ପରମେଶ୍ୱର ପ୍ରେମର ନିୟମ, ଯାହା ଆମ ପାଇଁ ବାହ୍ୟ ନୁହେଁ ବରଂ ଆମର ଚରିତ୍ର ମାନଙ୍କ ପାଇଁ ଅଭ୍ୟନ୍ତରୀଣ। କେବଳ ପରମେଶ୍ୱର ମନୁଷ୍ୟର ହୃଦୟରେ ତାଙ୍କ ନିୟମ ଲେଖି ପାରିବେ ଏବଂ ସେ ତାଙ୍କ ଚୁକ୍ତି ଲୋକମାନଙ୍କ ପାଇଁ ତାହା କରିବା ପ୍ରତିଜ୍ଞା କରିଥିଲେ ବୋଲି ଆମେ ଏଭ୍ରି 8:10ରେ ଦେଖୁଛୁ। ଚାଲନ୍ତୁ ପଢିବା। ସାଧୁ ପାଉଲ ଏହିପରି କହନ୍ତି ଯେ କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହି ସବୁ ଲେଖିବା। ବନ୍ଧୁ, ଇସ୍ରାଏଲ ପ୍ରଜାମାନଙ୍କୁ ସେହି ସମୟରେ ଯେବେ ସେମାନେ ମିଶର ଦେଶରୁ କେନାନ ଦେଶକୁ ପ୍ରବେଶ କରିବାକୁ ବାହାରିଲେ, ସେହି ସମୟରେ ପରମେଶ୍ୱର ସେମାନଙ୍କୁ ଦୁଇଟା ପଥରରେ ଆପଣା ଆଙ୍ଗୁଠିରେ ସେହି ଦଶ ଆଜ୍ଞା ଲେଖି ଦେଇଥିଲେ। ଆଉ ବର୍ତ୍ତମାନ ସାଧୁ ପାଉଲ କହନ୍ତି ଯେ କି ସେଇ ଯୋଉ ଦଶ ଆଜ୍ଞା ଆମ ହୃଦୟରେ ଲେଖିଛନ୍ତି। ଆମେ ସେଇ ଦଶ ଆଜ୍ଞା ଜାଣିଛୁ, ଆମେ ବୁଝୁଛୁ। ଏଥି କାରଣରୁ ସେହି ଆଇନ ପାଳନ କରି ଆମେ ନିଜକୁ ବଞ୍ଚାଇ ପାରିବା ନାହିଁ। ମାନେ ଆଇନ ନ ପାଳନ କରି ଆମେ ନିଜକୁ ବଞ୍ଚାଇ ପାରିବା ନାହିଁ, ବରଂ ଏହା ହେଉଛି ଅନୁଗ୍ରହ ଦ୍ୱାରା ବିଶ୍ୱାସ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ନିଜେ ନୁହେଁ ବରଂ ପରମେଶ୍ୱରଙ୍କ ଦାନ ଭାବରେ। ମାନେ କେବେ ହେଲେ ଭାବିବାକୁ ନାହିଁ ଯେ ଆଇନ ପାଳନ କଲେ ହିଁ ଆପଣ ଈଶ୍ୱରଙ୍କ ଅନୁଗ୍ରହ ପାଳନ, ମାତ୍ର ଆଇନ ବା ବ୍ୟବସ୍ଥା ପାଳନ କରି ଯେବେ ଆମେ କରୁଛୁ, ବ୍ୟବସ୍ଥା ହିଁ ଆମମାନଙ୍କୁ ସ୍ୱର୍ଗ ରାଜ୍ୟ ନେବ ନାହିଁ, ମାତ୍ର ଯେବେ ଆମେ ବ୍ୟବସ୍ଥା ପାଳନ କରୁଛୁ ତାହେଲେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରୁଛୁ। ଆଉ ଯେବେ ଆମେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ କରୁଛୁ, ଯେବେ ତାଙ୍କଠାରେ ବିଶ୍ୱାସ କରୁଛୁ, ଏହା ଦ୍ୱାରା ଆମେ ପରିତ୍ରାଣ ପାଇବୁ ବୋଲି ଆମେ ବିଶ୍ୱାସ କରିବାକୁ ହେବ। ନିଜେ ନୁହେଁ ବରଂ ପରମେଶ୍ୱରଙ୍କ ଦାନ ଏହା। କେବେ ହେଲେ ଆମେ କହିବାକୁ ନାହିଁ ଯେ କି ମୁଁ ବ୍ୟବସ୍ଥା ପାଳନ କରୁଛି ଆଉ ମୁଁ ସ୍ୱର୍ଗ ରାଜ୍ୟକୁ ଯାଇପାରିବି, ଈଶ୍ୱରଙ୍କ ଅନୁଗ୍ରହ ପାଇବି ମୁଁ ସ୍ୱର୍ଗ, ନାହିଁ। ଏହା ହେଉଛି ଈଶ୍ୱରଙ୍କର ଏକ ଦାନ, ଯାହା ଏଫିସି 2:8ରେ ଆମେ ପାଉଛୁ। ବନ୍ଧୁ, ଯେପରିକି ଯାକୋବ 1:22-25ରେ ଯାକୋବ ନିୟମ ଆମକୁ ଆମର ପାପ ଦେଖାଏ ବୋଲି ସେ ଲେଖନ୍ତି। ସେପରି ରୋମିଓ 7:7 ଏଠି କହୁଛି ବ୍ୟବସ୍ଥା ଆମକୁ ଜଣେ ମୁକ୍ତିଦାତାଙ୍କର ଆବଶ୍ୟକତା ଦେଖାଉଅଛି। ଆଉ ସେହିପରି ଗାଲାତୀୟ 22:24ରେ ବ୍ୟବସ୍ଥା ଆମକୁ ଜୀବନର ସର୍ବୋତ୍ତମ ମାର୍ଗରେ ମାର୍ଗଦର୍ଶନ କରୁଛି ବୋଲି ଆମେ ଦେଖୁଛୁ। ଏଥି କାରଣରୁ ବ୍ୟବସ୍ଥା ପାଳନ କରିବାର ଆଉ ତାଙ୍କୁ ପ୍ରେମ କରିବାର ହେଉଛି ଏକ
ମହତ୍ଵ, ଯାହା ଦ୍ୱାରା କି ଆମେ ଅନୁଗ୍ରହ ପ୍ରାପ୍ତ ହୋଇପାରିବା। ତାହେଲେ ଚାଲନ୍ତୁ ଆମେ ବୁଧବାର ଦିନ ପାଠ ଦେଖିବା। ପ୍ରେମ ହଉଛି ନିୟମର ପୂର୍ଣ୍ଣତା, ଯାହା ଆମ ଏହି ସପ୍ତାହର ପାଠ। ପ୍ରେମ ହଉଛି ନିୟମର ପୂର୍ଣ୍ଣତା। ଯେଉଁ ନିୟମ ଈଶ୍ୱର ସେହି ଇସ୍ରାଏଲ ପ୍ରଜାମାନଙ୍କୁ ଦେଇଥିଲେ, ଆଉ ଯେଉଁ ନିୟମ ବର୍ତ୍ତମାନ ଆମମାନଙ୍କୁ ଦେଇଛନ୍ତି, ଯେବେ ସେଇ ଯେଉଁ ନିୟମକୁ ଆମେ ପାଳନ କରୁଛୁ, ସେଥିରେ ଆମେ ପ୍ରେମକୁ ପୂର୍ଣ୍ଣ କରୁଅଛୁ। ଯେପରିକି ରୋମିଓ ତାର 13:8-10, ଏଠି ପାଉଲ ଶିକ୍ଷା ଦିଅନ୍ତି ଯେ ଯିଏ ଅନ୍ୟକୁ ପ୍ରେମ କରେ ସେ ନିୟମ ପାଳନ କରନ୍ତି ବୋଲି। ଯଦି ଆମେ ଅନ୍ୟକୁ ପ୍ରେମ କରୁନାହୁଁ, ତେବେ ଆମେ କେବେ ହେଲେ ସେଇ ନିୟମକୁ ବା ବ୍ୟବସ୍ଥାକୁ ପାଳନ କରୁନାହୁଁ। ସେହିପରି 13:8 ଆମେ ପାଉଛୁ କି 10 ଆଜ୍ଞା ଶେଷ 6ଟି ମଧ୍ୟରୁ ଅନେକ ଢାଲି ବା ଢାଲି ତାଲିକାଭୁକ୍ତ କରିବା ପରେ ପାଉଲ ଘୋଷଣା କରେ ଯେ ଏଗୁଡିକ ସମାପ୍ତ ହୋଇଛି। ମାନେ ଅନେକ କହନ୍ତି କି ଏଇ ଯୋଉ ଆଜ୍ଞା ସମାପ୍ତ ହୋଇଛି ବୋଲି, ମାତ୍ର ପାଉଲ କଣ କହନ୍ତି କି ଯଦି ଆମେ ପ୍ରେମ କରୁ ବୋଲି କହୁଛୁ, ସେ କେବେ ହେଲେ ଯଦି ଆଜ୍ଞା ପାଳନ କରୁନାହିଁ, ତେବେ ସେ ମିଥ୍ୟା ବୋଲି ଗତ ସପ୍ତାହରେ ଆମେ ଦେଖିଥିଲୁ। ଏଇ କଥା ଯଥା ତୁମ୍ଭେ ନିଜ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର, ଯାହାକି ରୋମିଓ 13:19 ପାଉଛୁ। ପ୍ରକୃତରେ ପାଉଲ ସ୍ପଷ୍ଟ ଭାବରେ ଶିକ୍ଷା ଦିଅନ୍ତି ଯେ ପ୍ରେମ ହଉଛି ନିୟମର ପୂର୍ଣ୍ଣତା। ପୁନର୍ବାର ଗାଲାତୀୟ 5:13 ପାଉଲ ବ୍ୟାଖ୍ୟା କରନ୍ତି ଯେ ସମସ୍ତ ନିୟମ ଗୋଟିଏ ଶବ୍ଦରେ ପୂର୍ଣ୍ଣ ହୋଇଛି। ଆଉ ଏହିପରି ଏଥିରେ ମଧ୍ୟ ଅଛି, ଯେପରିକି ଗାଲାତୀୟ 5:14 ପାଉଲ ଲେଖନ୍ତି ପ୍ରତିବାସୀଙ୍କୁ ଅତତମ ତୁଲ୍ୟ ପ୍ରେମ କର ବା ଆତ୍ମା ତୁଲ୍ୟ ପ୍ରେମ କର। ଆଉ ଏହା ବ୍ୟବସ୍ଥା ଦେଖାଉଛି, ଯଦି ଆମେ ଆମର ପ୍ରତିବାସୀକୁ, ଆମର ପଡ଼ୋଶୀକୁ ଯଦି ଆମେ ଆତ୍ମତୁଲ୍ୟ ପ୍ରେମ କରୁନାହୁଁ, ତାହେଲେ ଆମେ ବ୍ୟବସ୍ଥା କେବେ ହେଲେ ପୂର୍ଣ୍ଣ କରୁନାହୁଁ। ବନ୍ଧୁ, ଯୀଶୁ ନିୟମର ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ନ୍ୟାୟ ଭାବରେ ଚିହ୍ନଟ କଲେ, ଯଥା ଦୟା ଏବଂ ବିଶ୍ୱାସ। ଏବଂ ବିଶ୍ୱାସ ଭାବରେ ଗୋଟିଏ ନିୟମ ସହିତ ବିଶ୍ରାମ। ଆମେ ଶାସ୍ତ୍ରରେ ଦେଖିପାରୁ ଯେ ବିଶ୍ରାମ ନିଜେ ଅବିଚ୍ଛେଦ୍ୟ ଅଟେ। ମୁକ୍ତି ଏବଂ ନ୍ୟାୟ ସହିତ ଏହା ଜଡ଼ିତ, ଯାହା ଆମେ ଦ୍ୱିତୀୟ ବିବରଣ 5ରେ ଦେଖୁଛୁ କି ବିଶ୍ରାମ ବାର ଆଦେଶ ଇସ୍ରାଏଲର ଦାସତ୍ୱରୁ ପରମେଶ୍ୱରଙ୍କୁ ମୁକ୍ତି ସମ୍ବନ୍ଧରେ ଆଧାରିତ। ଅର୍ଥାତ୍ ବିଶ୍ରାମ ବାରରେ କେବଳ ସୃଷ୍ଟିର ସୃଷ୍ଟି ନୁହେଁ, ବରଂ ଦାସତ୍ୱ ଏବଂ ଅତ୍ୟାଚାରରୁ ମୁକ୍ତିର ସୃଷ୍ଟି ମଧ୍ୟ ଅଟେ। ବନ୍ଧୁ, ମୁଁ ଆଉ ଥରେ କହୁଛି କି ବିଶ୍ରାମ ବାରର ଆଦେଶ ଇସ୍ରାଏଲ ଦାସତ୍ୱରୁ ପରମେଶ୍ୱରଙ୍କ ମୁକ୍ତି ସମ୍ବନ୍ଧରେ ଆଧାରିତ। ଅର୍ଥାତ୍ ବିଶ୍ରାମ ବାର କେବଳ ସୃଷ୍ଟିର ସ୍ତୁତି ନୁହେଁ, ବରଂ ଦାସତ୍ୱ ଏବଂ ଅତ୍ୟାଚାରରୁ ମୁକ୍ତିର ସୃଷ୍ଟି ମଧ୍ୟ ଅଟେ। ଏବଂ ପ୍ରଭୁ ପ୍ରସନ୍ନ କରି ବିଶ୍ରାମ ବାରକୁ ଏକ ଆନନ୍ଦ ବୋଲି କହିବା ନିଜ ପ୍ରସଙ୍ଗରେ ପରିଣତ ହେବା ପ୍ରସଙ୍ଗରେ। ଆଜିକାଲି ବିଶ୍ରାମ ବାର ମାନେ ଆମେ ଗିର୍ଜାକୁ ଯାଉ, ଗିର୍ଜାରେ ବସୁ, ଗିର୍ଜା ପ୍ରାର୍ଥନା କରୁ, ମାତ୍ର ଅନେକ ସମୟରେ ଆମେ ଯାହା ପ୍ରତିବାସୀ ମାନଙ୍କର ସେବା କରିବାର ଉଚିତ, ଯେଉଁ ସୃଷ୍ଟି ଆମ ସମ୍ମୁଖରେ ଅଛି ତାହା ଦେଖି ପ୍ରଭୁଙ୍କୁ ପ୍ରଶଂସା କରିବାର ଉଚିତ। ଏହା ଆମର କର୍ତ୍ତବ୍ୟ କି ଏହି ଯେଉଁ
ଷଷ୍ଠ ଦିନରେ 6 ଦିନରେ ଆମେ କାର୍ଯ୍ୟ କରି ସପ୍ତମ ଦିନରେ ପରମେଶ୍ୱର ଆମମାନଙ୍କୁ ସେଇ ଦିନ ଦେଇଛନ୍ତି, ଯେପରିକି ଆମେ ବିଶ୍ରାମ ନେଇ ପ୍ରଭୁଙ୍କର ସ୍ତୁତି କରିବା, ପ୍ରଭୁଙ୍କୁ ପ୍ରଶଂସା କରିବା, ପ୍ରଭୁଙ୍କୁ ନାମରେ ଆନନ୍ଦ କରିବା। ସେହି ଦାସତ୍ୱ ଯୋଉ କି ପାପରେ ଆମେ ଯୋଉ ଦାସତ୍ୱ ରହିଅଛୁ, ସେଇ ଦାସତ୍ୱରୁ ଆମେ ଯୋଉ ମୁକ୍ତ ହେଇଅଛୁ, ସେଥିରେ ଆନନ୍ଦ କରିବା। ଏହିପରି ଦ୍ୱିତୀୟ ବିବରଣ 5ରେ ପ୍ରଭୁ ପରମେଶ୍ୱର ଇସ୍ରାଏଲ ମାନଙ୍କୁ ବୁଝେଇ କହିଲେ। ଆଉ ସେହିପରି ଯିଶାୟ ଭବିଷ୍ୟତ ବକ୍ତା ମଧ୍ୟ କହନ୍ତି, ଯିଶାୟ 58:13-14 କି ଅନ୍ୟମାନଙ୍କ ପାଇଁ ପ୍ରେମ ଏବଂ ନ୍ୟାୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବାର ଉଚିତ। ଏହା ହଉଛି ପ୍ରେମ ଏବଂ ନ୍ୟାୟ। ବନ୍ଧୁ, ଚାଲନ୍ତୁ ଏହି ସପ୍ତାହର ଶେଷ ପାଠ ଦେଖିବା। ଏହି ସପ୍ତାହର ଶେଷ ପାଠ ହଉଛି ସର୍ବୋପରି ପରସ୍ପରକୁ ଭଲ ପାଅ। ବନ୍ଧୁ, ଯଦି ପ୍ରେମ ହଉଛି ନିୟମର ପୂର୍ଣ୍ଣତା, ତେବେ ଜଣେ ପରମେଶ୍ୱରଙ୍କ ନିୟମକୁ ରଖିପାରିବ ନାହିଁ। ଭୁଲ କାର୍ଯ୍ୟକୁ ନିବୃତ୍ତ ହୋଇ ସମ୍ପୂର୍ଣ୍ଣ ଅର୍ଥ ପ୍ରେମ ନିୟମ ନିଜେ, ଯାହାକି ଶାସ୍ତ୍ରରେ ପୂର୍ଣ୍ଣତାର ପ୍ରକାଶିତ ହୋଇଅଛି, କେବଳ ଆମକୁ ମନ୍ଦ କାର୍ଯ୍ୟରୁ ନିବୃତ୍ତ କରିବାକୁ ଆଦେଶ ଦେଇନଥାଏ, ବରଂ ନିୟମ ଆମକୁ ଏପରି କାର୍ଯ୍ୟ କରିବାକୁ ପ୍ରେରିତ କରେ ଯାହା ପରମେଶ୍ୱରଙ୍କ ପ୍ରେମକୁ ଅନ୍ୟ ଚର୍ଚ୍ଚ ସଦସ୍ୟ ମାନଙ୍କ ପାଇଁ ନୁହେଁ, ବରଂ ବିଶ୍ୱକୁ ମଧ୍ୟ ପ୍ରକାଶିତ କରିବା ଉଚିତ। ବନ୍ଧୁ, ଯାକୁବ 1:2-1-9 ଯଦି ଆପଣ ପଢିବେ, ସେଠି ଆମେ ଦେଖୁଛୁ ଯାକୁବ ସୁନ୍ଦର ଭାବରେ ବୁଝାଉଛନ୍ତି। ଆଜିକାଲି ଲୋକେ ଦରିଦ୍ର ଧନୀ ମଧ୍ୟସ୍ଥରେ ଫରକ ରଖନ୍ତି। ଯଦି ଆପଣଙ୍କ ସାଙ୍ଗ ଜଣେ ଧନୀ ଲୋକ ଆଉ ତାର ସବୁ କିଛି ଅଛି, ତାକୁ ଆମେ ଭଲ ବ୍ୟବହାର ଦେଖାଇଥାଉ। ଯଦି ଆପଣଙ୍କ ସାଙ୍ଗ ଯଦି ଗରିବ ଲୋକ, ତାକୁ ଏତେ ସମ୍ପର୍କ ଦେଖାଇ ନଥାଉ ବି ବ୍ୟବହାର କରିନଥାଉ। ଆଉ ଯାକୁବ ଏଠି, ଯଦି ଆପଣଙ୍କର ସମୟ ଅଛି, ଯାକୁବ 2:1-9 ପର୍ଯ୍ୟନ୍ତ ପଢନ୍ତୁ। ସେଠି ଯାକୁବ ଆମମାନଙ୍କୁ, ଯେମାନେ ଏହିପରି ବ୍ୟବହାର କରନ୍ତି, ସେମାନେ ପରମେଶ୍ୱରଙ୍କୁ ପ୍ରେମ କରୁନାହାନ୍ତି। ଆଉ ଯେବେ ସେମାନେ ପରମେଶ୍ୱରଙ୍କୁ ପ୍ରେମ କରୁନାହାନ୍ତି, ଏହା ମାନେ କି ପରମେଶ୍ୱରଙ୍କର ଆଜ୍ଞା ସେମାନେ ମାନୁନାହାନ୍ତି। ଯେହେତୁ ପରମେଶ୍ୱର ମଣିଷକୁ ଧନୀ ଗରିବ ରୂପେ ସୃଷ୍ଟି କରିନାହାନ୍ତି, ପରମେଶ୍ୱର ମାନବ ଜାତିକୁ ଗୋଟିଏ ରୂପ ଦେଇ ଆଦମ ହବାକୁ ସୃଷ୍ଟି କରିଥିଲେ, ଯାହା ଦ୍ୱାରା କି ଆମେ ସମସ୍ତେ ଜାତ। ତାହେଲେ ମନୁଷ୍ୟ ଯେବେ ଏକ ଆର ମଣିଷକୁ ନୀଚ ଦେଖାନ୍ତି, ତେବେ ସେଇ ଯୋଉ ସୃଷ୍ଟିକର୍ତ୍ତାଙ୍କୁ ସେ ନୀଚ ଦେଖାନ୍ତି। ଯିଏ ତାକୁ ସେଇ ଲୋକକୁ ସେ ନୀଚ ଦେଖେ, ତା ମାନେ ପରମେଶ୍ୱରଙ୍କୁ ନୀଚ ଦେଖାଉଛନ୍ତି। ଏଥି କାରଣରୁ କାହାକୁ ଆମେ ନୀଚ ଦେଖାଇବାର ଆମର ଅଧିକାର ନାହିଁ, ଯେହେତୁ ପରମେଶ୍ୱରଙ୍କ ସନ୍ତାନ ସନ୍ତତି ହଉଛନ୍ତି ସମସ୍ତେ। ଆଉ ସମସ୍ତଙ୍କର ଅଧିକାର ଅଛି କି ପରମେଶ୍ୱରଙ୍କୁ ସେମାନେ ପ୍ରେମ କରିବେ। ଆଉ ପରମେଶ୍ୱର ଚାହାନ୍ତି କି ସମସ୍ତେ ତାଙ୍କୁ ପ୍ରେମ କରନ୍ତୁ ଆଉ ତାଙ୍କ ବ୍ୟବସ୍ଥା ପାଳନ କରନ୍ତୁ। ଆଉ ସେଥିଯୋଗୁ ଯୀଶୁ ଖ୍ରୀଷ୍ଟ କହିଲେ ଏହିପରି, ଯେପରି ମୁଁ ତୁମମାନଙ୍କୁ ପ୍ରେମ କଲି, ସେହିପରି ତୁମେ ପରସ୍ପରକୁ ପ୍ରେମ କର। ଯେପରି ପିତା ମତେ ପ୍ରେମ କଲେ, ସେଇ ପ୍ରେମ ତୁମମାନଙ୍କୁ ମୁଁ ଦେଖାଇଛି। ଆଉ ସେଇ ପ୍ରେମ ମୁଁ ଜଗତକୁ ଦେଖାଉଛି। ଆଉ ସେଇ ଜଗତକୁ ତୁମେ ସେଇ ପ୍ରେମ ଦେଖାଅ। ମାନେ ଏହା ନୁହେଁ କି ଭୁଲ ଭାବନାର ପ୍ରେମ, ମାନେ ଯେଉଁ ପ୍ରେମ ସ୍ୱାର୍ଥହୀନ ପ୍ରେମ, ଯାହା ଯୀଶୁ ଖ୍ରୀଷ୍ଟ ଦେଇଥିଲେ ଏହି ପୃଥିବୀକୁ, ଆଉ ଯେଉଁ ପ୍ରେମ ପରମେଶ୍ୱର ମାନଙ୍କୁ ଦେଖାଇଥିଲେ ଆପଣା ଏକମାତ୍ର ପୁତ୍ର ଦାନ କରି, ଆଉ ସେହି ପ୍ରେମ ଆମେ ଜଗତକୁ ଦେଖାଇବାକୁ ପଡିବ। ଏବେ ଯେବେ ଆମେ ସେହି ପ୍ରେମ ଜଗତକୁ ଦେଖେଇବା, ତେବେ ଜଗତ ଲୋକେ ଆମମାନଙ୍କୁ ଦେଖିବେ ଆଉ ଆମମାନଙ୍କ ଦ୍ୱାରା ସେହି ସ୍ୱର୍ଗସ୍ଥ ପିତାଙ୍କୁ ସେମାନେ ଦେଖିପାରିବେ।
କି ଆମେ ସେଇ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ବୋଲି ସେମାନେ ଜାଣିପାରିବେ। ଏହିପରି ଯୀଶୁ କହିଲେ କି ତୁମେ ପରସ୍ପର ପ୍ରେମ କର, ଏହା ଦ୍ୱାରା ଲୋକେ ଜାଣିପାରିବେ କି ତୁମେ ମୋର ଶିଷ୍ୟ। ବନ୍ଧୁ, ଯୀଶୁ ନିଜ ଅନୁଗାମୀ ମାନଙ୍କୁ ପରସ୍ପରକୁ ପ୍ରେମ କରିବାକୁ ଆଦେଶ ଦିଅନ୍ତି। ଯେପରିକି ସେ କହନ୍ତି, ମୁଁ ତୁମକୁ ଭଲ ପାଇଛି। ଜହନ 13:34। ଯୀଶୁ ଆହୁରି ମଧ୍ୟ ଘୋଷଣା କରନ୍ତି ଏହିପରି, ଏହା ଦ୍ୱାରା ସମସ୍ତେ ଜାଣିବେ ଯେ ତୁମ୍ଭେ ତୁମ୍ଭେ ମୋର ଶିଷ୍ୟ, ଯଦି ତୁମ୍ଭେ ପରସ୍ପରକୁ ଭଲ ପାଅ। ବନ୍ଧୁ, ଖ୍ରୀଷ୍ଟିଆନ ବିଶ୍ୱାସ ପାଇଁ ପ୍ରେମ ଏତେ ଗୁରୁତ୍ୱପୂର୍ଣ୍ଣ କାରଣ ପରମେଶ୍ୱର ହେଉଛନ୍ତି ପ୍ରେମ, ଯାହାକି ପ୍ରଥମ ଜହନ 4:8 ଆଉ 16ରେ ପାଉଛୁ। ଆଉ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି ବା କରିବାକୁ ଚେଷ୍ଟା କରନ୍ତି, ସେମାନେ ପରସ୍ପରକୁ ଭଲ ପାଇବା ଆବଶ୍ୟକ। ଯେପରି 1 ପିତର 4:8 ଅନୁଆଇ ଖ୍ରୀଷ୍ଟିଆନ ମାନଙ୍କୁ ଉତ୍ସାହିତ କରେ, ଏମିତି ଉତ୍ସାହିତ କରେ ଯେପରିକି ପୁଣି ପ୍ରେମ ଓ ସକ୍ରିୟାରେ ପ୍ରବର୍ତ୍ତାଇବା ନିମନ୍ତେ ପରସ୍ପର ବିଷୟରେ ମନୋଯୋଗ କର। ଏହିପରି ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ଚାଲନ୍ତୁ, ଯେପରିକି ପରମେଶ୍ୱରଙ୍କ ପ୍ରେମ ଏଇ ଯୋ 3 ସପ୍ତାହରେ ଆମେ ଶିକ୍ଷା କଲୁ, ଆଉ ବିଶେଷ ଭାବରେ ଏହି ସପ୍ତାହରେ ପରମେଶ୍ୱରଙ୍କ ପ୍ରେମ ଏବଂ ନିୟମର ପୂର୍ଣ୍ଣତା ବିଷୟରେ ଦେଖିଲୁ। ଯଦି ଆମେ ତାହାଙ୍କ ନିୟମ ପାଳନ କରୁଛୁ, ତାହେଲେ ସେହି ପରମେଶ୍ୱରଙ୍କ ନିୟମକୁ ପୂର୍ଣ୍ଣ କରୁଅଛୁ। ଆଉ ଯେବେ ଆମେ ତାଙ୍କ ନିୟମକୁ ପୂର୍ଣ୍ଣ କରୁଅଛୁ, ତାହେଲେ ଆମେମାନେ ତାଙ୍କ ଅନୁଗ୍ରହ ପ୍ରାପ୍ତ ହୋଇପାରିବା। ଆଉ ସେଇ ଅନୁଗ୍ରହ ହେଉଛି ଈଶ୍ୱରଙ୍କର ଦାନ। ଆଉ ସେଇ ଦାନ ଯେବେ ପରମେଶ୍ୱର ଦିଅନ୍ତି, ତାହା ମାନେ ଆମେ ସ୍ୱର୍ଗରାଜ୍ୟ ଯିବାର ଯୋଗ୍ୟ ହେଉଅଛୁ। ତାହେଲେ ବନ୍ଧୁ, ଏଇ ଯୋଉ 3 ମାସରେ ଈଶ୍ୱରଙ୍କ ପ୍ରେମ ଏବଂ ତାଙ୍କ ନ୍ୟାୟ ବିଷୟରେ ଶିକ୍ଷା କଲୁ, ଚାଲନ୍ତୁ ସେଇ ପ୍ରେମ, ତାଙ୍କ ନ୍ୟାୟ ଆଉ ତାଙ୍କ ନିୟମ ଯେପରି ଆମେ ପାଳନ କରିବା, ଏଥିପାଇଁ ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ରହିବା ପାଇଁ ସାହାଯ୍ୟ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର। ଆମେନ୍।